এই প্রথম মন্ডলী তাবড়া মন্ডলী গোটে ঐতিহাসিক সভা ঘটিছে। ঐতিহাসিক সভা 101তম সম্মিলনীর বার্ষিক মহাসভা গোটে ঐতিহাসিক সভা। ସବୁବେଳେ ଆମମାନଙ୍କର ସ୍ମରଣରେ ରହିବ ସ୍ମରଣାତ୍ମକ এই সভা সমাপ্ତ କରିଛନ୍ତି। কারণ 2 দিনিয়া 3 দিনিয়া শাখা সমিতি সম্মিলনীর বার্ষিক সভা মানকরে বিনামূল্যে খাদ্য দিয়াযাଏ, কিন্তু আরম্ভ হচ্ছে তাবড়া মন্ডলী। এথিপাই তাবড়া মন্ডলীর পালক সম্পাদক প্রশাসক কমিটি সব সদস্য ভাই ভଉଣୀ পরিবার মানুষ আমি বিশেষ ভাবে ধন্যবাদ করছি। এবং যে প্রকার আতিথ্য চর্চা করেছেন তাহা কেবে ভুলি হব না। বসিলা বেড়ে চা আসুচি, বসিলা বেড়ে কোণ আসুচি বিস্কুট আসুচি, বসিলা বেড়ে মিঠা আসুচি, বসিলা বেড়ে কদলী আসুচি, বসিলা বেড়ে ସବୁকিছি আসুচি, ସବୁকিছি আসুচি। প্রকৃতরে আপনার আতিথ্য, আপনার প্রেম, আপনার চর্চা পাই আমি ধন্যবাদ করছি। আমার সম্মিলনী তরফর যা নিয়ম অনুসারে সভা আয়োজন করিଥିବା মন্ডলীକୁ 3 লক্ষ টঙ্কা আমি দেইথাউ। 3 লক্ষ টঙ্কা আজ আমি পূর্ণ কলু। গত মঝিরে আসি 2 লক্ষ 50,000 ଦେଇଥିଲୁ। আজি সভার কোষাধ্যক্ষଙ୍କୁ 50,000 দেলু, 3 লক্ষ। এবং আমাদের মিনিট ଅଛି রাজ্যসভায় অন্তত 1 লক্ষ টঙ্কা আউরি এবং 4 লক্ষ টঙ্কা নিয়াতি এই তাবড়া মন্ডলী ঠাରୁ আরম্ভ ହେବ মন্ডলী ମାନଙ୍କୁ ଦେବା ପାଇଁ। ତେଣୁ ଆମେ ଘୋଷଣା କରିଛୁ ଏବଂ ସମିତିରେ ନିଷ୍ପତ୍ତି ନେବୁ ଆଉ 1 ଟଙ୍କା ଅଧିକା ମଣ୍ଡଳୀ ପାଇପାରିବେ। ଏତେ ବଡ଼ ଆୟୋଜନ ବ୍ୟୟବହୁଳ ସଭା 4 ଲକ୍ଷ କିଛି ନୁହଁ, କିନ୍ତୁ ସମିତିର ସାମର୍ଥ୍ୟ ଅନୁସାରେ ଆମେ ସେମାନଙ୍କୁ ପ୍ରଦାନ କଲୁ ଏବଂ ପ୍ରଦାନ କରିବୁ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଅନେକ ଅନେକ ଧନ୍ୟବାଦ, ଅନେକ ଅନେକ କୃତଜ୍ଞତା ଆପଣମାନଙ୍କୁ ଦେବା କଥା, କିନ୍ତୁ ଆମର ଭାଷା ନାହିଁ, ଆମମାନଙ୍କର ରୂପ ନାହିଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ପାଇଁ, ଆପଣମାନଙ୍କୁ ମଧ୍ୟ କୃତଜ୍ଞତା ଅର୍ପଣ କରିବା ପାଇଁ। ଏବଂ ଆପଣମାନେ ନିତାନ୍ତ ଭାବରେ এই সমাজ କରିଛନ୍ତି, আয়োজন କରିଛନ୍ତି। 4 পর্যন্ত প্রভু উত্তম পাদ দেবে। প্রভুଙ୍କର উপস্থিতিରେ ଲୋକମାନେ ବସିଲେ, ବାକ୍ୟ ଶୁଣିଲେ ଏବଂ ଆନନ୍ଦ ପାଇଲେ, ପରିତୃପ୍ତି ପାଇଲେ, ଆତ୍ମିକ ଶାନ୍ତି, ଆତ୍ମିକ ପରିତୃପ୍ତି, ଆତ୍ମିକ ଆନନ୍ଦ ଲୋକମାନେ ପାଇଛନ୍ତି। ବଡ଼ ଗ୍ୟାଦରିଂ ହେଇଛି ଏବଂ ଭାରତର କୋଣେ କୋଣେ ଲୋକ ସଭା ପାଇଁ ଆସୁଛନ୍ତି। ଏଥିପାଇଁ ପ୍ରଭୁଙ୍କ ନାମ ଧନ୍ୟବାଦ। ସମସ୍ତେ କହିବା ହାଲେଲୁୟା, ହାଲେଲୁୟା, ହାଲେଲୁୟା। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ। ମୁଁ ହୃଦୟର କୃତଜ୍ଞତା ଏବଂ ଧନ୍ୟବାଦ ଦେବା ପାଇଁ ଚାହିଁବି ଆମ ମଣ୍ଡଳୀର ସମସ୍ତ ଯୁବକମାନଙ୍କୁ। ବିଭିନ୍ନ ଦୂର ଦୂରାନ୍ତରେ ଥିଲେ ମଧ୍ୟ ସମୟ ପୂର୍ବରୁ ଆସିଲେ, ଅନେକ ପରିଶ୍ରମ କଲେ, ଦିନ ରାତି ଏକ କରି ସେମାନେ ସଫାସୁତୁରା କରିବାରେ, ବଣ୍ଟନ କରିବାରେ ସମୟ ଦେଇ ପଡ଼ିଆକୁ ସଜେଇଲେ, ଅନେକ ସାହାଯ୍ୟ କଲେ। ସେଥିପାଇଁ ଧନ୍ୟବାଦ ଦେଉଛୁ। ଯୁବକଙ୍କ ପାଇଁ ଗୋଟେ ବଡ଼ କଣ୍ଟାକ୍ଟ ଦେବା। ସହିତ ସଭାକୁ ଯେତେ ଜଣ ଆସିଥିଲେ ସମସ୍ତଙ୍କ ନିମନ୍ତେ ଖାଦ୍ୟ ଖୁଆଇବା ପାଇଁ ଫୁଟାସି ଲିମା ମହାଶୟ ଯେଉଁ ସ୍ୱାଦିଷ୍ଟ ଖାଦ୍ୟ ବନେଇ ସମସ୍ତଙ୍କୁ ପରିତୃପ୍ତ ହେବା ପାଇଁ ଦେଲେ, ତାଙ୍କ ପାଇଁ ଆମେ ଗୋଟେ ବଡ଼ କଣ୍ଟାକ୍ଟ ଦେଇ ତାଙ୍କ ନିକଟରେ ଧନ୍ୟବାଦ ଦେବା। ଧନ୍ୟବାଦ। ଆଉ ଗୋଟେ କଥା, ସୁଦୂର ଆସାମରୁ 8 ଜଣ ଭାଇ ଭଉଣୀ ମାନେ, ପ୍ରଭୁଙ୍କ ଦାସ ମାନେ, ପାଳକ ମାନେ, ଲିଡର ମାନେ ଆସିଲେ। କାରଣ ଆସାମରେ ଓଡ଼ିଆ ସମ୍ମିଳନୀର 42ଟି ମଣ୍ଡଳୀ ଅଛି ଏବଂ ସେଠି ମଧ୍ୟରୁ ରିପ୍ରେଜେଣ୍ଟେଟିଭ କରିଛନ୍ତି 8 ଜଣ ପ୍ରଭୁଙ୍କ ଦାସ ଦାସୀ ଭାଇ ଭଉଣୀ ମାନେ। ଆମେ ସେମାନଙ୍କ ନିମନ୍ତେ ଉତ୍ତମ ଆତିଥ୍ୟ ଚର୍ଚ୍ଚା କରିପାରିନାହୁଁ। ମଣ୍ଡଳୀ କେବଳ ସ୍ଥାନୀୟ ତାବଡ଼ା ମଣ୍ଡଳୀ ଆସାମରୁ ଆସୁଥିବା ଭାଇ ଭଉଣୀମାନଙ୍କ ମାନଙ୍କୁ ଏ ପର୍ଯ୍ୟନ୍ତ ସେମାନଙ୍କର ଆତିଥ୍ୟ ସତ୍କାର ସେମାନେ କରିଛନ୍ତି। ଏଥିପାଇଁ ଧନ୍ୟବାଦ। ଏବଂ ଆସାମରୁ ଆସୁଥିବା ଭାଇ ଭଉଣୀ ପ୍ରଭୁଙ୍କ ଦାସ ଦାସୀମାନଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ। ପ୍ରଭୁ ପ୍ରତ୍ୟେକଙ୍କୁ କୁଶଳ ଯାତ୍ରା କରି ଲକ୍ଷ୍ୟସ୍ଥଳରେ ପହଞ୍ଚାନ୍ତୁ। ଧନ୍ୟବାଦ।
ପ୍ରାର୍ଥନା କରିବା ସମସ୍ତେ ମିଳିମିଶି ପ୍ରଭୁଙ୍କ ପ୍ରାର୍ଥନା କରିବା। ଆଚ୍ଛା, ଏଲଇଡି ଯେଉଁ ଲଗା ହେଇଛି ସେ ଖ୍ରୀଷ୍ଟିଆନ ପିଲା ଏବଂ କିଛି ଅର୍ଥ ଦେଇ ଦାନ ଦେଇ ମଧ୍ୟ ପ୍ରାର୍ଥନା ଚାଲିଛନ୍ତି। ଏଥିପାଇଁ ମଧ୍ୟ ଆମେ ପ୍ରାର୍ଥନା କରିବା। ସମସ୍ତେ ଆମେ ଠିଆ ହେବା ଯେତେ ବସିଛୁ ଭାଇ ଭଉଣୀମାନେ ଦେଖତେ ଆମେ ବସୁଛୁ ସାନ ବଡ଼ ପ୍ରତ୍ୟେକ ଆମେ ପ୍ରାର୍ଥନା କରିବା, ପ୍ରଭୁଙ୍କ ପ୍ରାର୍ଥନା କରିବା ଏବଂ ଆଶିଷ ପ୍ରାର୍ଥନାରେ ଆଜିର ସଭା ସମାପ୍ତ କରିବା। ପ୍ରଭୁ ଆମେ ତୁମକୁ ଧନ୍ୟବାଦ ଦେଉଛୁ କାରଣ ତୁମେ ମହାନ, ତୁମର କାର୍ଯ୍ୟ ମହାନ, ତୁମର ମହାନତା ପାଇଁ ଆମେ ତୁମ ପବିତ୍ର ନାମର ଧନ୍ୟବାଦ ଦେଉଛୁ। ଅନେକ ଅନେକ ଦିନର ଆୟୋଜନ, ଅନେକ ଅନେକ ବର୍ଷର ପ୍ରସ୍ତୁତି ତୁମେ 4 ଦିନ ବ୍ୟାପୀ ଆଜି ସମାପ୍ତ କରିଯାଇଥିବାରୁ ଧନ୍ୟବାଦ। ଏ ଐତିହାସିକ ସମ୍ମିଳନୀର 101ତମ ମହାନ ସଭାଟି ସମାପ୍ତ କରିବାକୁ ଦେଇଛୁ ପ୍ରଭୁ ଧନ୍ୟବାଦ। ତୁମର ଉପସ୍ଥିତିରେ ସଭାଟି ଆରମ୍ଭ କଲ, ତୁମ ଉପସ୍ଥିତିରେ ମଧ୍ୟ ସମାପ୍ତ କଲ, ଏଥିପାଇଁ ଧନ୍ୟବାଦ। ପ୍ରଭୁ କୌଣସି ଲୋକ ଦୁର୍ଘଟଣାଗ୍ରସ୍ତ ହେଇନାହାନ୍ତି ସଭାରେ, ଏଥିପାଇଁ ମଧ୍ୟ ତୁମ ନାମ ଧନ୍ୟ ହଉ। ମଣ୍ଡଳୀକୁ ଧନ୍ୟବାଦ ଦେଉଛୁ। ପାଳକ ଯେତେ କର୍ମକର୍ତ୍ତା କର୍ମକର୍ତ୍ରୀ ପରିବାର ପ୍ରତ୍ୟେକଙ୍କୁ ଆଶୀର୍ବାଦ ଯେଉଁ ଉଦ୍ୟୋଗ ଦେଲ, ଯେଉଁ ମନ ଦେଲ, ଆତୀତ ଚର୍ଚ୍ଚା କରିବାରେ, ପ୍ରେମ ପ୍ରଦର୍ଶନ କରିବାରେ